ସନ୍ଥଙ୍କ ଦୟା କ'ଣ ଜାଣିଛନ୍ତି? ତାଙ୍କଠାରୁ ଦୟାବାନ କେହି ନାହାନ୍ତି। ସେହି ମହାତ୍ମାମାନଙ୍କଠାରେ କଠୋରତା, ଶତ୍ରୁତା ଏବଂ ଦେଶର ନାମମାତ୍ର ନଥାଏ। ସେମାନେ ଏତେ ଦୟାଳୁ ସ୍ୱଭାବର ହେଇଥାନ୍ତି ଯେ ଅନ୍ୟମାନଙ୍କର ଦୁଃଖରେ ସେମାନେ ଦୁଃଖୀ ହୁଅନ୍ତି, ଅନ୍ୟର ମଙ୍ଗଳକୁ ନିଜର ମଙ୍ଗଳ ଭାବିଥାନ୍ତି। ସେହି ବ୍ୟକ୍ତିମାନଙ୍କଠାରେ ବିଶୁଦ୍ଧ ଦୟାଭାବ ଥାଏ। ଭୀରୁତା, ମମତା, ଲଜ୍ଜା, ସ୍ୱାର୍ଥ ଏବଂ ଭୟ ଆଦିରୁ ଯେଉଁ ଦୟା କରାଯାଏ ତାହା ଶୁଦ୍ଧ ନୁହେଁ। ସମସ୍ତ ଜୀବଙ୍କ ପ୍ରତି ଭଗବାନଙ୍କର ଯେପରି ଅହେତୁକ ଦୟା ଥାଏ, ମହାପୁରୁଷମାନଙ୍କର ସମସ୍ତଙ୍କ ପ୍ରତି ସେହିପରି ଅହେତୁକୀ ଦୟା ରହିଥାଏ। ଯେ କେହି ସେମାନଙ୍କର ଯେତେ ଅନିଷ୍ଟ କଲେ ମଧ୍ୟ ପ୍ରତିଶୋଧ ନେବାର ଇଚ୍ଛା ସେମାନଙ୍କର ହୃଦୟରେ ନଥାଏ। ଯଦି ସେମାନଙ୍କଠାରେ ପ୍ରତିଶୋଧ ନେବା ଭଳି କୌଣସି କାର୍ଯ୍ୟ ଦେଖାଦିଏ, ତେବେ ତାହା ମଧ୍ୟ ତା'ର ଦୁର୍ଗୁଣ ଦୂର କରି ତାକୁ ବିଶୁଦ୍ଧ କରିବା ପାଇଁ ହୋଇଥାଏ। ଏହି କାର୍ଯ୍ୟରେ ମଧ୍ୟ ସେମାନଙ୍କ ଦୟା ଲୁଚି ରହିଥାଏ। ମାତା, ପିତା, ଗୁରୁଜନ ଯେପରି ସନ୍ତାନକୁ ସୁଧାରିବା ପାଇଁ ସ୍ନେହ ପୂର୍ଣ୍ଣ ହୃଦୟରେ ତାକୁ ଦଣ୍ଡ ଦେଇଥାନ୍ତି, ସନ୍ଥମାନଙ୍କ ମଧ୍ୟରେ ମଧ୍ୟ ବେଳେବେଳେ ସେହିପରି କାର୍ଯ୍ୟ ଦେଖାଯାଇଥାଏ, କିନ୍ତୁ ସେଥିରେ ମଧ୍ୟ ପରମ ହିତପୂର୍ଣ୍ଣ ହୋଇ ରହିଥାଏ। ସେହି ସନ୍ଥମାନେ କରୁଣା ଭଣ୍ଡାର ଅଟନ୍ତି। ସେମାନଙ୍କ ନିକଟକୁ ଯେ କେହି ଗଲେ ସତେ ଯେପରି ସେ ଦୟାର ସାଗରରେ ବୁଡ଼ିଯାଏ। ଯେପରି ବ୍ୟକ୍ତିମାନଙ୍କର ଦର୍ଶନ, ଭାଷଣ, ସ୍ପର୍ଶ ଏବଂ ଚିନ୍ତନରେ ମଧ୍ୟ ମନୁଷ୍ୟ ସେମାନଙ୍କର ଦୟାଭାବ ଦେଖି ମୁଗ୍ଧ ହୋଇଯାଏ। ସେମାନେ ଯେଉଁ ରାସ୍ତାରେ ଯାଆନ୍ତି, ମେଘ ଭଳି ଦୟା ବର୍ଷା କରି କରି ଚାଲନ୍ତି। ମେଘ ସବୁ ସମୟରେ ସବୁ ସ୍ଥାନରେ ବର୍ଷା କରେ ନାହିଁ, କିନ୍ତୁ ସନ୍ଥ ସଦାସର୍ବଦା ସର୍ବତ୍ର ବର୍ଷା କରି ଚାଲିଥାନ୍ତି। ସେମାନଙ୍କର ଦର୍ଶନ, ଭାଷଣ, ଚିନ୍ତନ ଏବଂ ସ୍ପର୍ଶନରେ ସବୁ ଜୀବ ପବିତ୍ର ହୋଇଯାଇଥାନ୍ତି। ସେମାନେ ଯେଉଁଠି ପାଦ ଦିଅନ୍ତି, ସେହି ଭୂମି ପବିତ୍ର ହୋଇଯାଏ। ସେମାନଙ୍କ ଚରଣ ସ୍ପର୍ଶ କରିଥିବା ଧୂଳି ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର କରିଦିଏ। ସେମାନେ ଦେଖିଥିବା, ଭାବିଥିବା ଓ ଛୁଇଁଥିବା ପଦାର୍ଥ ମଧ୍ୟ ପବିତ୍ର ହୋଇଯାଆନ୍ତି। ପୁଣି ସେମାନଙ୍କ କୁଳର ବିଶେଷତଃ ସେମାନଙ୍କୁ ଜନ୍ମ ଦେଇଥିବା ମାତା ପିତାଙ୍କ କଥା କ'ଣ କୁହାଯିବ? ଏପରି ମହାପୁରୁଷ ଯେଉଁ ଦେଶରେ ଜନ୍ମ ନିଅନ୍ତି ଏବଂ ଅପ୍ରକଟ ହୁଅନ୍ତି, ସେ ଦେଶ ତୀର୍ଥରୂପ ଗଣାଯାଏ। ଆଜି ପର୍ଯ୍ୟନ୍ତ ଯେତେ ତୀର୍ଥ ସୃଷ୍ଟି ହୋଇଛି, ସେସବୁ ପରମେଶ୍ୱର ଏବଂ ପରମେଶ୍ୱରଙ୍କ ଭକ୍ତମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି। ଏତିକି ନୁହେଁ, ସବୁ ଲୋକଙ୍କୁ ପବିତ୍ର କରୁଥିବା ତୀର୍ଥ ମଧ୍ୟ ସେମାନଙ୍କ ଚରଣ ସ୍ପର୍ଶରେ ପବିତ୍ର ହୋଇଯାଆନ୍ତି। ଧର୍ମରାଜ ଯୁଧିଷ୍ଠିର ମହାତ୍ମା ବିଦୁରଙ୍କୁ କହିଛନ୍ତି, ଭବଦ୍ବିଧା ଭାଗବତସ୍ତୀର୍ଥଭୂତା ସ୍ୱୟଂ ବିଭୋ ତିର୍ଥୀକୁର୍ବତି ତୀର୍ଥାନି ସନ୍ତସ୍ତେନ ଗଦାଭୃତା। ହେ ସ୍ୱାମୀ, ଆପଣଙ୍କ ଭଳି ଭଗବତ୍ ଭକ୍ତ ନିଜେ ତୀର୍ଥରୂପୀ ଅଟନ୍ତି। ପାପୀମାନଙ୍କ ଦ୍ୱାରା କଳୁଷିତ ହୋଇଯାଇଥିବା ତୀର୍ଥକୁ ଅର୍ପଣ ମାନେ ନିଜ ହୃଦୟରେ ସ୍ଥିତ ଭଗବାନ ଶ୍ରୀ ଗଦାଧରଙ୍କ ପ୍ରଭାବରୁ ପୁନଃ ତୀର୍ଥତ୍ୱ ପ୍ରଦାନ କରାଇଥାନ୍ତି। କୁଳଂ ପବିତ୍ରଂ ଜନନୀ କୃତାର୍ଥ ବସୁନ୍ଧରା ପୁଣ୍ୟବତୀ ଚ ତେନ ଅପାରସଂ ବିସୁଖ ସାଗରେऽସ୍ମିଂ ଲୀନଂ ପରେ ବ୍ରହ୍ମଣି ଯସ୍ୟ ଚେତଃ। ଯାହାର ଚିତ୍ତ ଅପାର ସମ୍ବିତ ସୁଖସାଗର ପରମବ୍ରହ୍ମରେ ଲୀନ ଅଟେ, ତାର ଜନ୍ମ ଦ୍ୱାରା କୁଳ ପବିତ୍ର ହୋଇଯାଏ, ତାର ଜନନୀ କୃତାର୍ଥ ହୁଅନ୍ତି ଏବଂ ପୃଥିବୀ ପୁଣ୍ୟବତୀ ହୋଇଯାଏ। ଏସବୁ ସେମାନଙ୍କ ଦ୍ୱାରା ସ୍ୱାଭାବିକ ଭାବେ ହୋଇଯାଏ, ସେମାନଙ୍କୁ କରିବାକୁ ପଡ଼ିନଥାଏ। ଭଜୁଥିବା ବ୍ୟକ୍ତିଙ୍କୁ ହିଁ ଭଗବାନ ହଜିଥାନ୍ତି।